ହରେ କୃଷ୍ଣ। ଆଜି ମୁଁ ଆପଣମାନଙ୍କୁ ଶୁଣାଇବାକୁ ଯାଉଛି ସଫଲା ଏକାଦଶୀ ବ୍ରତ ମହିମା ବିଷୟରେ। ଥରେ ଯୁଧିଷ୍ଠିର ମହାରାଜ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରନ୍ତି, ହେ କେଶବ, ପୌଷ ମାସରେ କେଉଁ ଏକାଦଶୀ ପଡ଼ିଥାଏ ଏବଂ ତାର ନାମ କ'ଣ? ଏହା କିପରି ପାଳନ କରାଯାଏ? ଦୟାକରି ମୋତେ ସମ୍ପୂର୍ଣ୍ଣ ଜ୍ଞାନ ଦିଅନ୍ତୁ। ଯୁଧିଷ୍ଠିରଙ୍କ କଥା ଶୁଣି ଶ୍ରୀକୃଷ୍ଣ କହନ୍ତି, ହେ ଧର୍ମରାଜ ଯୁଧିଷ୍ଠିର, ପୌଷ ମାସରେ କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀର ନାମ ସଫଲା ଏକାଦଶୀ। ଏହି ଏକାଦଶୀରେ ଭକ୍ତମାନେ ନାରାୟଣ ବିଗ୍ରହର ପୂଜା ଅର୍ଚ୍ଚନା କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଶୁଣିବା ସଫଲା ଏକାଦଶୀର ପୌରାଣିକ କଥା, ଯାହା ଶୁଣିବା ମାତ୍ରେ ସମସ୍ତ ପାପ ନଷ୍ଟ ହୋଇଯିବ, ମନୋକାମନା ପୂର୍ଣ୍ଣ ହେବ। ଗୋଟିଏ ସମୟରେ ଚମ୍ପାବତୀ ନାମକ ଗୋଟିଏ ନଗରୀ ଥିଲା। ମହେଶମତ ନାମକ ପରାକ୍ରମୀ ଏବଂ ଧର୍ମନିଷ୍ଠ ରାଜା ରାଜତ୍ୱ କରୁଥିଲେ। ରାଜାର 4 ପୁତ୍ର ଥିଲା। ରାଜାର ଜ୍ୟେଷ୍ଠ ପୁତ୍ର ଲୋପକ ସବୁବେଳେ ପାପ କର୍ମରେ ଲିପ୍ତ ରହୁଥିଲା। ସ୍ତ୍ରୀ ଦୁରାଚାରୀ, ଜୁଆ ଖେଳିବା, ବ୍ରାହ୍ମଣ ଶାସ୍ତ୍ରର ଅପମାନ କରିବା, ବୈଷ୍ଣବଙ୍କ ନିନ୍ଦା କରିବା ତାର କର୍ମ ଥିଲା। ତାର ଏପରି ପାପକର୍ମ ରାଜ୍ୟ ଉପରେ ପଡ଼ିବାରେ ଲାଗିଲା। ଗୋଟିଏ ଦିନ ରାଜା ନିଜର ବଡ଼ ପୁଅକୁ ରାଜ୍ୟରୁ ବାହାର କରିଦେଲା। ଲୋପକ ପାଖ ଜଙ୍ଗଲକୁ ଯାଇ ରହିବାରେ ଲାଗିଲା। ତଥାପି ବି ତାର ପାପକର୍ମ ଛାଡ଼ି ନଥିଲା। ଲୋପକ ଦିନରେ ଜଙ୍ଗଲ ପ୍ରାଣୀମାନଙ୍କୁ ଶିକାର କରି ତାର ମାଂସ ଖାଉଥିଲା ଏବଂ ରାତିରେ ସହର ଗାଁକୁ ଯାଇ ଚୋରି କରୁଥିଲା। ଅନେକ ଥର ଚୋରି କରି ଧରା ପଡ଼ିବା ସତ୍ତ୍ୱେ ମଧ୍ୟ ତାର ପାପକର୍ମ ଛାଡ଼ି ନଥିଲା। ପୌଷ ମାସ କୃଷ୍ଣ ଦଶମୀ ଦିନ ରାତି ସାରା ଶୋଇପାରିଲା ନାହିଁ। ତା ଶରୀର ଥଣ୍ଡାରେ ଶିଥିଳ ହୋଇ ସେ ମୂର୍ଚ୍ଛିତ ହୋଇ ପଡ଼ିଲା। ସକାଳ ହେଲା। ଦିନର 12ଟା ବେଳେ ସୂର୍ଯ୍ୟ କିରଣରେ ତାର ମୂର୍ଚ୍ଛନା ଭାଙ୍ଗିଲା। ଶିକାର ଖୋଜିବାକୁ ଗଲା। ଶରୀର ଶିକାର କରିବାକୁ ଅସମର୍ଥ ଥିଲା। ଗଛ ତଳେ ପଡ଼ିଥିବା ଫଳମୂଳ ନେଇ ସେହି ପିପଳ ବୃକ୍ଷକୁ ଫେରି ଆସିଲା। ସେହି ସମୟରେ ସୂର୍ଯ୍ୟାସ୍ତ ହୋଇସାରିଥିଲା। ସେହି ଅସହାୟ ସ୍ଥିତିରେ ପୂର୍ବଜନ୍ମର କର୍ମଫଳ ଥିବାରୁ ଭଗବାନ ବିଷ୍ଣୁଙ୍କୁ ମନେ ପକାଇଲା। ମୋର ଯେଉଁ ଦଶା ହୋଇଛି, ଏହି ଫଳ ଆପଣ ହିଁ ଖାଆନ୍ତୁ। ଏହା କହି ସେହି ରାତି ସାରା ଥଣ୍ଡାରେ ଥରୁଥାଏ। ସାରା ରାତି ନ ଶୋଇ ଜାଗି ରହିଲା ଏବଂ ଭଗବାନ ବିଷ୍ଣୁଙ୍କ ସ୍ମରଣ କରିବାରେ ଲାଗିଲା। ଅଜାଣତରେ ହେଉ ସେ ସଫଲା ଏକାଦଶୀ ବ୍ରତ ପାଳନ କଲା। ସେହି ଅଜାଣତରେ କରିଥିବା ଏକାଦଶୀ ବ୍ରତରେ ଭଗବାନ ଶ୍ରୀବିଷ୍ଣୁ ଅତ୍ୟନ୍ତ ପ୍ରସନ୍ନ ହେଲେ। ସକାଳ ହେବା ମାତ୍ରେ ଲୋପକର ପାଖକୁ ଧଳା ତେଜସ୍ୱୀ ଘୋଡ଼ା ଆସିଲା। ସେହି ସମୟରେ ଆକାଶବାଣୀ ହେଲା, ହେ ବତ୍ସ, ଏହି ଘୋଡ଼ା ତୁମ ପାଇଁ ଆସିଛି। ନାରାୟଣଙ୍କ ଅସୀମ କୃପା ସଫଲା ଏକାଦଶୀର ବିଧିପୂର୍ବକ ପାଳନ କରିଥିବା ହେତୁ ତୁମ ସବୁ ପାପ ନଷ୍ଟ ହୋଇଯାଇଛି। ଏହି ଘୋଡ଼ାରେ ଚଢ଼ି ତୁମ ପିତାଙ୍କ ପାଖକୁ ଯାଅ। ତୁମ ରାଜ୍ୟ ତୁମକୁ ପୁଣି ଥରେ ମିଳିଯିବ।
ଏହା ଶୁଣି ସେ ବହୁତ ଆନନ୍ଦିତ ହେଲା। ସଫଲା ଏକାଦଶୀ ବ୍ରତର ପୁଣ୍ୟ ଫଳରେ ତା ଶରୀର କାନ୍ତିମାନ ହୋଇଗଲା। କ୍ଷଣି ସେ ତାର ରାଜ୍ୟକୁ ଫେରି ଆସିଲା ଏବଂ ନିଜ ପିତାଙ୍କୁ କ୍ଷମା ମାଗିଲା ଏବଂ ତା ସହିତ ଯାହା ଯାହା ଘଟିଥିଲା ସବୁ ଶୁଣାଇଲା। ରାଜା ତା ଉପରେ ସମସ୍ତ ସଦ୍ଗୁଣ ଦେଖିଲା ପରେ ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ ଏବଂ ଲୋପକକୁ ନିଜ ରାଜ୍ୟଭାର ଦେଇଦେଲେ ଏବଂ ବଣକୁ ତପସ୍ୟା କରିବା ପାଇଁ ଚାଲିଗଲେ। ଏହିପରି ରାଜକୁମାର ନିଜ ପିତାର ପଦଚିହ୍ନ ଅନୁସାରେ କର୍ତ୍ତବ୍ୟ ନିଭେଇଲା। ଶେଷରେ ଦେହତ୍ୟାଗ କରି ବୈକୁଣ୍ଠ ପ୍ରାପ୍ତ କଲା। କଥା ସମାପ୍ତ କରି ଶ୍ରୀକୃଷ୍ଣ କହୁଛନ୍ତି, ହେ ରାଜା, ଯେଉଁ ନାରୀ ବା ପୁରୁଷ ଏହି କଥାର ଶ୍ରବଣ ବା ପଠନ କରିଥାଏ ତାହାକୁ ରାଜଯଜ୍ଞର ପୁଣ୍ୟଫଳ ମିଳିଥାଏ। ମୁଁ ଆଶା କରୁଛି ଏହି ଭିଡ଼ିଓଟି ଆପଣ ସମସ୍ତଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି। ହରେ କୃଷ୍ଣ। ଜୟ ଜୟ ଶ୍ରୀ ରାଧେ।